ବିମାଡ଼ିଗୁଡ଼ାର ପୂର୍ବ ଦିଗରେ ଥିବା ଗୋଟେ ଲଟା ଜାଗାରେ ଡ୍ରମ୍ କେତେଟା ଥାଇ ଫାସ ଥିବାର ଆମେ ମାନେ ଖବର ପାଇଲୁ। ଯାରି ଫଳରେ ଆମେ ଆସିକି ଭାଙ୍ଗୁଥିଲୁ ଆଉ ଆପଣମାନେ ଆସିକି ପହଞ୍ଚିଲେ। ଆଜ୍ଞା ମାଳିଗୁଡ଼ା ତ ବହୁତ କୁଟୀର ଶିଳ୍ପ ହେଇଯାଇଛି ବୋଲି ଆପଣମାନଙ୍କ ପାଖରେ ସେମିତି କିଛି ଖବର ଅଛି କି ସାର୍? ଘରେ ଘରେ ଯେଉଁ ମଦ ରନ୍ଧା ହେବ ଆମେ ତା ପ୍ରାୟ ଆସିକି ଆମେ ବଣିଆ ପଣିଆ ତାପରେ ଏ ଗାଁ ମାନଙ୍କରେ କେସ୍ କରିକି ବି ଯାଉ ଦେଖି, କିନ୍ତୁ ଏଇଟା ଖବର ନଥିଲା। ଏବେ ଅଚାନକ ଖବର ମିଳିଲା, ଆସିକି ଆମେ ଏଇଟା ଡେଷ୍ଟ୍ରୟ କଲୁ ଦେଖି। ଆଗକୁ ବି ମାନେ ଚଢ଼ାଉଟା ଜାରି ରହିବ। ଆଉ ଆପଣମାନଙ୍କର ବି ଆମର ଆହ୍ୱାନ କୋଉଠି କୋପରେସନ୍ ଟିକେ ଦେଲେ ଆମେ ବି ଯାଇକି ଯୋଉଟାକି ଆମର ଅଜାଣତ ଥିବ ସେଇଟା ଆପଣମାନେ ଇନଫର୍ମେସନ୍ ଦେଲେ ଆମେ ଯାଇକି ସେଟା ନା ସାର୍ ଏଇଟା ତ ସତ କଥା, ବଢ଼ିଆ କଥା କହିଲେ। ଇନଫର୍ମେସନ୍ ଦେଲା ପରେ ସାର୍ 40 ଲିଟର 50 ଲିଟର 20 ଲିଟର ମଦ ବାହାରେ ତାକୁ 5 ଲିଟର 7 ଲିଟର ଲେଖି ମୁଁ କମ୍ କେସ୍ ଆପଣଙ୍କୁ କରିଦିଆ। କଥା ଦଉଛି ଏଇଟା ଯେତିକି କ୍ୱାଣ୍ଟିଟିର ମାନେ ମଦ ମିଳିବ କି ଫାସ ମିଳିବ ତା ସହିତ ଇନକ୍ଲୁଡ଼ିଂ ଯଦି ପାରୁଛନ୍ତି ଆଜିର ବି ଯଦି ଇନଫର୍ମେସନ୍ କିଏ ଅଛି ଏଇଟା ମୋତେ ପ୍ରୁଭ୍ କରି ଦେଖାନ୍ତୁ, ମୁଁ ଏଇଟାକୁ ଇଏ କରିଦେବି। ଯେହେତୁ ଏଇଟା ମାନେ ନାଳ ଜାଗା ନା, ସେଟା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡରେ ଯିବ, ଆମେ ଆଇଡେଣ୍ଟିଫାଇ କରିପାରିବୁନି। ଯଦି ଆପଣମାନେ ପ୍ରୁଫ୍ ଦେବେ ଏ କେସ୍ରେ ବି ତାକୁ କେସ୍ରେ ଇନଭଲ୍ଭ କରିକି ଆମେ କେସ୍ କରିବୁ। ସାର୍ କ'ଣ ଯଦି 2-4 ସପ୍ତାହ ଯେମିତି ରହୁଛି ଏବେ ଗଣ୍ଡଗୋଳ କେସ୍ ଗୋଟେ ହେଲା କି କିଏ ଯଦି 2 ଚାପଡ଼ା ମାରିଦେଲା ସେମିତି କେସ୍ ରହୁଛି, ସେମିତି କେସ୍ ଟାଇପ୍ର ଏଇଟା ଯାଉଛି ନା? ଗଭର୍ଣ୍ଣମେଣ୍ଟର ଏଇ ଅନୁସାରେ ଆମେ ଏବେ ଆମେ ଯେତିକି କ୍ୱାଣ୍ଟିଟି ଆମେ ଫରୱାର୍ଡ଼ କରିବୁ ସେଟା ହନରେବୁଲ୍ କୋର୍ଟ ଆମେ କହିପାରିବୁ। ଜଜମେଣ୍ଟ ଯେହେତୁ ତାଙ୍କର ହାତରେ ଅଛି, ଆମେ ତ ମାନେ ଇଏ ଦେଇପାରିବୁ ନା, ସଜେସନ୍ ଦେଇପାରିବୁନି। ଏ ଯେ ଏଇ ହିସାବରେ ମାନେ କୋର୍ଟ ହନରେବୁଲ୍ କୋର୍ଟ ଯାହା ଆମର କ୍ୱାଣ୍ଟିଟି ହିସାବରେ ଆମେ ଫରୱାର୍ଡ଼ କରିବୁ, କିନ୍ତୁ ସେମାନେ ହନରେବୁଲ୍ କୋର୍ଟ ଯାହା ଯେତିକି କ୍ୱାଣ୍ଟିଟି ସେମାନେ ବେଲ୍ ଦେବେ ଦେଖି। ସାର୍ ଯେଉଁ ଆମେ ଶୁଣୁଥିଲୁ ବହୁତ ଥିଲେ ବି କମ୍ ବୋଲି, ଯେଉଁଟାକି କହିବା କଥା ନାହିଁ, ସେଇ ବିଷୟରେ କ'ଣ ଆପଣ କେମିତି କହିବେ? କମ୍ କ୍ୱାଣ୍ଟିଟି ଲେଖିବାଟା ଏଇଟା ଏକ୍ସାଇଜ୍ ବାଲା ନାଇଁ, କମ୍ କ୍ୱାଣ୍ଟିଟି ଲେଖା ହେବନି ତ, ଯେତିକି କ୍ୱାଣ୍ଟିଟି ରିକଭରି ହେବ ସେତିକି କ୍ୱାଣ୍ଟିଟିରେ ଫରୱାର୍ଡ଼ ହେବ ଦେଖି। ଆଜ୍ଞା ଏଇ ମାସରେ କେତେ ଗିରଫ ହେଲେଣି ସାର୍ ଆମର ଏଇ ନନ୍ଦାଣ୍ଡି ଏରିଆ ଭିତରୁ, ଆମର ବିହାରୀ ଯେଉଁ ଅଛି ଏକମ୍ବା ବିହାରୀ ବାଟି ଏରିଆ ଭିତରୁ? ନନ୍ଦାଣ୍ଡି ଏରିଆ ଭିତରୁ ତ ମୁଁ ତ ପ୍ରାୟ ଏ ମାସରେ କରିବି, ପ୍ରାୟ ମୁଁ ଏଇ ଚିର୍ମା ରାଜଡ଼ା କୁଡ଼ିଙ୍ଗା ଲାଇନ୍ରେ ମୁଁ କେସ୍ କରିଛି। ଆଉ ବାଇକ୍ କିନ୍ତୁ ଧରା ହେଇଛି, ମୁଁ କିନ୍ତୁ ଇଏ ନାହିଁ, ସଦର ଟିମ୍ ସେଟା ଧରିଛନ୍ତି। ଆଉ କେତେ କ୍ୱାଣ୍ଟିଟି ଧରିଛନ୍ତି ସେଟା ବି ମୁଁ ନଲେଜ୍ ନାହିଁ ଦେଖି। ଯାହା ଆମେ ଶୁଣିବାକୁ ପାଉଥିଲୁ ସାର୍ ଭାଟି କିଛି ତାଙ୍କର ପୁଡ଼ି ମଦ ଆଣନ୍ତୁ ଆଉ ଦେଶୀ ମଦ ରାନ୍ଧନ୍ତୁ ବୋଲି ଯେଉଁ ପ୍ରତିଶ୍ରୁତି, ଏଇଟା କେତେ ଦୂର ସତ ଆଜ୍ଞା? କି ଏଇଟା କରିବା କଥା? ସେଟା ମିଛ ନା ଏଇଟା କରିବା କଥା କି? ନା ସେଟା ତ ମାନେ ଆଇନସଙ୍ଗତ ଯୋଗ୍ୟ ନୁହେଁ।